ହ୍ୟାଲୋ ଏଭ୍ରିୱାନ୍ ଜୟ ଜଗନ୍ନାଥ। ଆଜି ମୁଁ ଛାତକୁ ଆସିଥିଲି, ଦେଖିଲି ମୋର ଆମ ଛାତରେ କିଛିଟା ଫ୍ରୁଟ୍ସ ହେଇଛି। ଏଠି ଦେଖନ୍ତୁ କୋଳି ଗଛ ଲାଗିଥିଲା, ଆମର କୋଳି ଏଠି ହେଇଯାଇଛି, ପାଚିନି। ପାଚିଲେ ମୁଁ ଆପଣମାନଙ୍କ ସହିତ ଭିଡ଼ିଓ ସେୟାର କରିବି। ଏଠି ଆମ୍ବ ବି ହେଇଯାଇଥିଲା, ମୁଁ ଏ ଆମ୍ବ ଆଉ ଟିକେ ବଡ଼ ହେଲେ ମୁଁ ଆକୁ ତୋଳିବି। ଏଠି ଦେଖନ୍ତୁ କରମଙ୍ଗା ପୁରା ପାଚି ଯାଇଛି, ଆଉ ଆକୁ ଯେଉଁଦିନ ମୁଁ ତୋଳିବି ଆପଣମାନଙ୍କ ସହିତ ସେଇଟା ବି ସେୟାର କରିବି। ଏଠି ଦେଖନ୍ତୁ କେତେ ବଢ଼ିଆ ସୁନ୍ଦର କଲର୍ ଆସିଯାଇଛି ଏଥିରେ। ଏଠି ସେପେଟା ଦେଖନ୍ତୁ ଗଛରେ ହେଇଛି, ପୁରା ଭର୍ତ୍ତି ହେଇଛି, ବଟ୍ ଏଇଟା ପାଚିନି। ଏଇଟା ପାଚିବାକୁ ଆହୁରି ଟାଇମ୍ ଲାଗିବ। ସେପେଟା ବହୁତ ଟାଇମ୍ ଲାଗେ ପାଚିବା ପାଇଁକି। ଆମ ଛାତରେ ଏମିତି କିଛି ଫ୍ରୁଟ୍ସ ଥିଲା। ଆପଣମାନେ ବି ଏମିତି ଆପଣମାନଙ୍କ ନିଜ ଛାତରେ ଲଗାନ୍ତୁ। ଅର୍ଗାନିକ୍ ଖାଇବା ଖାଇବେ, ଅର୍ଗାନିକ୍ ଜିନିଷ ଖାଇବେ। ମାର୍କେଟରୁ ଯେଉଁଟା ଆସୁଛି ସେଇଟା ହେଉଛି ଆମ ଦେହ ପାଇଁକି ବି ଭଲ ନୁହଁ। ବଟ୍ ଆପଣମାନେ ଏମିତି ହିଁ ଲଗାନ୍ତୁ ଛାତରେ। ଦେଖନ୍ତୁ ଏଇଟା ପୁରା ଗଛଟା ଭର୍ତ୍ତି ହେଇଥିଲା। ଲାଷ୍ଟକୁ ମୁଁ ଏଠି ଟିକେ ମନେ ପଡ଼ିଗଲା ମୋର ଧନିଆ ପତ୍ର ଦରକାର ଥିଲା। ଏଠି ଧନିଆ ପତ୍ର ହେଇଯାଇଥିଲା ବୋଲି ତ ମୁଁ ଏଠି ନେଇଯାଉଛି। ମୋର କିଛି ଦରକାର ଥିଲା ଧନିଆ ପତ୍ର ଚଟଣି ପାଇଁକି ଆଉ ତରକାରୀ ପାଇଁକି ଦରକାର ଥିଲା। ଆଇ ହୋପ୍ ଆପଣମାନଙ୍କୁ ଏ ଭିଡ଼ିଓଟି ପସନ୍ଦ ଆସିଥିବ। କେଉଁମାନେ ଛାତରେ ଏମିତି ଲଗେଇଛନ୍ତି ଗଛ, ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାଇବେ। ଆଶା କରୁଛି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ରହୁଛି ଜୟ ଜଗନ୍ନାଥ।